ଅଭାଜନ ମଣିଷଟା ତୁମକୁ ଜାଣିବ, ତୁମକୁ ବୁଝିବ, ତତେ ମୋ ସୀମାରେଖାରେ ବାହାରେ ତୁମକୁ କହିବ ତ ଦୁରନ୍ତ ବ୍ୟାପାର ଯେ ମୋ ପାଇଁ ଅତେ ବାହାଘର ସାରି ବରଯାତ୍ରୀ ଆସିଛନ୍ତି। ଯେତେବେଳେ ବାହା ହୋଇ ବରକନ୍ୟା ଆସନ୍ତି କଣ କରାଯାଏ ଓ ମା ମାନେ ବସିଛନ୍ତି କେତେ କେତେ କଥା ଆଲୋଚନା କରୁଛନ୍ତି। এই শ্রাবণ পরিক্রমারে এই অধম ভাইর কথাকে আপনাকে মନରେ যোড়ি রখিবে। কালি মু থায় নথায় অনন্য অনুপম কথা তাকে লীলা সীমা নাই, অসীম তাঙ্কর কথা এবং বাহাঘর হয়ে আসছেন। ঘর আগে পালিঙ্কি পৌঁছি যাইছি। ঠাকুর এবং বড়মা পালিঙ্কিরে বসিছেন। বধূ বেশরে ঠাকুর, বধূ বেশরে বড়মা, পাখে বড় বেশরে ঠাকুর। গাঁর 7 ঐশ্বলক্ষণী মা মানে ঠাকুরে বরণ ডালা ধরি দীপ দীপ ধরি আসুଛନ୍ତି নববধূକୁ ବନ୍ଦାପନା କରି ଘରକୁ ନେଇ ଯିବେ। ବଡ଼ମା କିନ୍ତୁ ପାଲିଙ୍କିରୁ ଓହ୍ଲାଉ ନଥିଲେ ଏବଂ ଗାଁର ଲୋକମାନେ ଗାଁର ବୋହୂମାନେ ଠାକୁରଙ୍କୁ କହିଲେ ଅନୁକୂଳ এই যে বউটাকে বল তিনি পালিঙ্কি করে আসলে তো তার বন্দনা হবে, বন্দাপনা হবে। নববধূকে বন্দাপনা করে আমরা ঘর থেকে নিয়ে যাব ସମସ୍ତେ କହୁଛନ୍ତି। ସେତେବେଳେ ବଡ଼ମା ଅବଗୁଣ୍ଠନ ଦେଇଛନ୍ତି। অপূর্ব ওড়ণী ঢাঙ্কি হয়েছে তাঙ্ক শুচিশুদ্ধ স্বভাবন্ত মুখমণ্ডলকু এবং ঠাকুর ধীরে ধীরে কৌছনি বড় বউ প্রথম থর বড় বউ ডাকিলে সেই পালিঙ্কি ভিতরে ঠাকুর যে শব্দ রহিগলা অমৃতর সম্ভাষণ হয়ে শ্রুতির স্বাক্ষর হয়ে আম সমস্তଙ୍କ ପାଇଁ এবং ঠাকুর কৌছনি বড় বউ তুমি তলକୁ ওহ୍ଲେଇ ପଡ଼, ତୁମ ମୁହଁଟା ସ୍ପଷ୍ଟ ଦେଖିପାରୁ ନାହିଁ। ମା ମାନେ ଠିଆ ହେଇଛନ୍ତି ତୁମର ବନ୍ଦନା କରିବେ। ଅଶ୍ରୁ ସଦ୍ଗଳ ନୟନରେ ପାଲିଙ୍କି ଭିତରେ କହୁଛନ୍ତି ଠାକୁର। ଠାକୁର ପ୍ରଥମେ ଡାକିଥିଲେ সেই মুহূর্তে তুমি আগে ওহ্লেই যাও ঠাকুর, তুমি ওহ্লাও, তুমি আগে আগে ଯିବ, ଆଗରୁ ତୁମର ବନ୍ଦନା ହେବ, ତାପରେ ତୁମ ପଛରେ ଯିବି। ପ୍ରତିଜ୍ଞା କରି ଆସିଛି ବୁଢ଼ୀମା ନିକଟରେ ଜୀବନରେ କୌଣସି ପରିସ୍ଥିତି ପରିବେଶରେ ତୁମ ଆଗରେ ମୁଁ ଯିବି ନାହିଁ। କେମିତି କଥା ଚିନ୍ତା କରୁଛନ୍ତି। କାହାକୁ ଅଧିକାର କୁହାଯାଏ, କାହାକୁ ପ୍ରେମ କୁହାଯାଏ, କାହାକୁ ପ୍ରୀତି କୁହାଯାଏ। ଅତେ ପ୍ରୀତି ପ୍ରଣୟ କଣ ତାଙ୍କ ସେଇ ଦିବ୍ୟ ଜୀବନକୁ ଯଦି ପର୍ଯ୍ୟାଲୋଚନା କରାନଯାଏ ମଣିଷ କଣ ଶିକ୍ଷା କରିପାରିବ? ଏମିତି ଜୀବନର ନିର୍ଯାତ ଆଜିକୁ ଉପଲବ୍ଧି ଅଛି। ଅତ୍ରତତ୍ର କୋଉଠି ବି ନାହିଁ ସେ କଥା। ଠାକୁର ଆଜ୍ଞା ଆଗେ ପାଲିଙ୍କିରୁ ଓହ୍ଲେଇଥିଲେ, ସେ ମାଆଙ୍କ ଆଗକୁ ଗଲେ। ମା ମାନେ ବାଧ୍ୟ ହୋଇ ଠାକୁରଙ୍କୁ ଆଗରେ ବନ୍ଦନା କରିଥିଲେ। ପରେ ପରେ କେମିତି କେମିତି ଅବଗୁଣ୍ଠନ ଢାଙ୍କି ଯାଇଥିଲା ମୁହଁରେ। ଜୀବନ ସାରା ମଥାରୁ ଲୁଣ ଖସି ନାହିଁ। ଠାକୁରଙ୍କ ପ୍ରତ୍ୟେକ କଥା ପ୍ରତ୍ୟେକ ନୀତିବାକ୍ୟର ସ୍ୱାକ୍ଷର ସ୍ମାରକ ହେଉଛନ୍ତି ଶ୍ରୀ ବଡ଼ମା। ତାପରେ ବଡ଼ମାଙ୍କର ଯେ ବନ୍ଦାପନା ହେଇଥିଲା ଆପଣମାନେ ଜାଣନ୍ତି। ଯେତେବେଳେ ମା ସୀତାଙ୍କୁ ରାବଣ ହରଣ କରି ନେଇଥିଲା ବେକାତୁର ନୟନରେ ସେ ନୀଳ ନିକାନ୍ତନ ଜଙ୍ଗଲରେ ପ୍ରଭୁ ଶ୍ରୀରାମଚନ୍ଦ୍ର କାନ୍ଦୁଥିଲେ। ସୀତା ସୀତା କହୁଥିଲେ। ଅଦୂରରେ କୈଳାସ ବନ୍ଦରରେ এই কথা ଦେଖିଥିଲେ ଶିବ ପାର୍ବତୀ। ପାର୍ବତୀ କହୁଥିଲେ ଶିବଙ୍କୁ ଏତେ ଈଶ୍ୱର ଭଗବାନ ନାରାୟଣ ଆଉ ସ୍ତ୍ରୀ ପାଇଁ ଏତେ କାନ୍ଦୁଛନ୍ତି। ଏ ଲୋକ ତାଙ୍କୁ ଭାବିବ କଣ? ତୁମେ ଅପେକ୍ଷା କର ଶିବ, ଏ ସ୍ୱାମୀ ତୁମେ ଅପେକ୍ଷା କର, ମୁଁ ତାକୁ ବୁଝେଇ ଦେବି। ସୀତା ରୂପ ଧାରଣ କରି ସାମ୍ନାରେ ଠିଆ ହେଇଥିଲେ ମା ପାର୍ବତୀ ଏବଂ ଚାଲିଥିଲେ। ପଛକୁ ଫେର କରି ଚାହୁଁଥିଲେ ଏ ତୁମେ କାନ୍ଦୁଛ କାହିଁକି? ମୁଁ ପରା ଏଇଠି ଅଛି, ତୁମ ଆଗେ ଆଗେ ଅଛି। এতে বেদনা বিধুরিত জীবন, তুমি সর্ববীর্য পরাকাষ্ঠার উতুঙ্গিত মনিষ, তুমি কাহিঁকি কান্দুছ? ମୁଁ ପରା ତୁମ ସୀତା, ମୁଁ ଏଇଠି ଅଛି। ପ୍ରଭୁ ଦୌଡ଼ି ଯାଇଥିଲେ, ପାଦ ତଳେ ପ୍ରଣାମ କରିଥିଲେ, କହିଲେ ଜଗତ ଜଗଦମ୍ବା ତୁମେ ମୋ ସୀତା ହେଇପାରିବ ନାହିଁ। କାରଣ ଜାଣ ମୋ ସୀତା କଦାଚିତ ମୋ ଆଗରେ ଚାଲି ନାହିଁ ଆଜି ପର୍ଯ୍ୟନ୍ତ, ସବୁବେଳେ ମୋ ପଛେ ପଛେ ଚାଲେ। ଅତେ ବଡ଼ମାଙ୍କ ନିକଟରେ ଆମେ ଦେଖିଲୁ ସେଦିନ ସ୍ୱୀକାରୋକ୍ତି ଦେଇଥିଲେ ବିବାହର ପାଲିଙ୍କିରୁ ଓହ୍ଲେଇଲା ପରେ ଠାକୁର ତୁମେ ଆଗେ ଆଗେ ଚାଲ, ତୁମ ପଛେ ପଛେ ଯିବି। ମୁଁ ତୁମର ସହଧର୍ମିଣୀ ମନୋବୃତ୍ତ ଅନୁସାରିଣୀ ହେଇ ବଞ୍ଚିବାକୁ ଚାହେଁ, ତୁମର ଅନୁସରଣକାରୀ ହେବାକୁ ଚାହେଁ। এই অমৃত আলেখ্য মଣିଷ ଯେତେବେଳେ ତାଙ୍କ ଲୀଳା ମାଧୁରୀକୁ ଆଲୋଚନା କରେ, ତାଙ୍କ ସମ୍ପର୍କରେ ଏତେ ଟିକେ ମନନ ମନ୍ଥନ କରେ, ଅପୂର୍ବ ଅପୂର୍ବ ଲୀଳାର କାହାଣୀ ଅନ୍ତର ମାନସରେ ଯେଉଁ ଉଙ୍କି ମାରେ।